ଭାବୁଥିଲି କି ଜାଣିନି କଣ ପାଇଁ ହେଲେ ଆଜିକାଲି ଆଉ ଆଗ ଭଳି ଭଲ ଲାଗୁନି। ନା ମନରେ ସେମିତି କିଛି ହେଇନି, ହେଲେ ଆଗ ଭଳି ଆଉ ଭଲ ଲାଗୁନି। ହଁ, ବାଲ୍ୟବେଳର ମଜାମସ୍ତି ଛାଡ଼ି ଯୌବନରେ ପାଦ ଦେଲୁ। ହେଲେ ସତରେ ଆମେ କଣ ଏସବୁ ପାଇଁ ବ୍ୟସ୍ତ ହେଉଥିଲୁ କେବେ ବଡ଼ ହେବୁ ବୋଲି? ବୋଧେ ମନ ଏଇଟା ଚାହୁଁନି, ନା ଆଉ ଆଗ ଭଳି ଭଲ ଲାଗୁନି। ଜୀବନଟା ସକାଳୁ ଉଠି ଅଫିସ ଯିବାଠୁ ଆରମ୍ଭ କରି ରାତିରେ ଅଫିସରୁ ଫେରିବା ଭିତରେ ସୀମିତ ହୋଇଯାଇଛି। ସଣ୍ଡେଟା କେତେବେଳେ ଆସି କେତେବେଳେ ସରିଯାଉଛି କିଛି ବୁଝି ହେଉନି। ନା ଆଉ ଆଗ ଭଳି ଭଲ ଲାଗୁନି। ପୂଜା ପର୍ବରେ ନୂଆ ପିନ୍ଧିବାର ଇଚ୍ଛାଟା ଧୀରେ ଧୀରେ ଲୋପ ପାଇଗଲାଣି। ଦୀପାବଳିରେ ବାଣ ଫୁଟେଇବାର ଇଚ୍ଛା ବି ମରିଗଲାଣି। ଏଇଟା ସମସ୍ତଙ୍କ ସହ ହୁଏ ନା କେବଳ ମୋ ସହ ହେଉଛି ଜାଣିନି। ନା ଆଉ ଆଗ ଭଳି ଭଲ ଲାଗୁନି। ଜୀବନରେ କିଏ ଆସିଲେ କି କିଏ ଗଲେ କିଛି ଫରକ ପଡୁନି। ଯାହା ବିନା ବଞ୍ଚିବା ଅସମ୍ଭବ ଲାଗୁଥିଲା ସେ ବି ଆଉ ସାଥିରେ ନାହିଁ। କିଏ ମୋତେ ଭଲ ଭାବୁଛି ଆଉ କିଏ ଖରାପ ତା ବି ଜାଣିନି କି ଜାଣିବାକୁ ବି ଚାହୁଁନି। ନା ଆଉ ଆଗ ଭଳି ଭଲ ଲାଗୁନି। ଆଖି ତ କାନ୍ଦୁନି, ଲୁହ ବି ତ ଝରୁନି, ହେଲେ ମନ ଖୋଲି ହସି ବି ହେଉନି। ବାପା ମା ଓ ପୁରା ପରିବାରର ସେ ଗେହ୍ଲା ପୁଅଟି ଆଜି କାହା ମନ ନେଇ ଚଳି ପାରୁନି। ସେ ଆଉ ଭଲ ପୁଅ ହେଇନାହିଁ। ନା ଆଜିକାଲି ଆଉ ଆଗ ଭଳି ଭଲ ଲାଗୁନି, ଆଉ ଆଗ ଭଳି ଭଲ ଲାଗୁନି।